କଣ୍ଢେଇ ସକାଳୁ ସକାଳୁ ତରତର ହେଇ କଲେଜ ଯିବା ପାଇଁ ନିଜ ରୁମ୍ରୁ ବାହାରି ଚାଲିଯାଏ। ସେପଟେ ଦାଣ୍ଡ ଘରେ ବସି ତା ମା ପେପର ପଢ଼ୁଥାନ୍ତି। ଏତିକି ବେଳେ କଣ୍ଢେଇ ଯାଇ ସେଇଠି ବାହାରେ ପହଞ୍ଚିଯାଏ। ମା ତାକୁ ଦେଖି ପେପର ତଳେ ରଖିଦିଅନ୍ତି ଆଉ ପଚାରନ୍ତି, ଆଲୋ ମା କଣ୍ଢେଇ, ଏତେ ସକାଳୁଟାରୁ ତରତର ହେଇ କୁଆଡେ ବାହାରିଲୁ? କଣ କାମ ଅଛି କି? ଯେ ମା ତମେ କେମିତି ପ୍ରଶ୍ନ କରୁଛ? ତମେ କଣ ଜାଣିନ ଆମ ପୁରା କଲେଜ ଟାଇମ ହେଲାଣି? କଲେଜ ଯାଉଛି, ତରତର ହେବିନି ତ ଆଉ କଣ ହେବି? ହଁ କଲେଜ? ଆଜି ପୁଣି ତୋର କେଉଁ କଲେଜ? ଆଜି ପୁରା ରବିବାର, କଲେଜ ବାହାରିଲୁ? ତାମାନେ ତମେ ମୋ ଉପରେ ଅବିଶ୍ୱାସ କରୁଛ? ଆଜି ପା ଆମର ଏକ୍ସଟ୍ରା କ୍ଲାସ୍ ଅଛି, ତାପରେ ମୁଁ ଟିକେ ଗ୍ରୁପ ଷ୍ଟଡି କରିବି। ଘରକୁ ଫେରୁ ଫେରୁ ଡେରି ହେବ। ଥାଉ ଥାଉ, ତୁ ଆଉ ମତେ ବାହାନା ବାଜି ଦେଖାନି। ତୋର ସବୁ କଥା ମତେ ଜଣା ଅଛି। ତୁ ଯେଉଁ ସେଇ ମଦୁଆ ମିକୁନା ସାଙ୍ଗରେ ବୁଲୁଛୁ ନା, ଭଲ ହବନି କହୁଛି। ସେ ପିଲାଟା ଜମାରୁ ବି ଭଲ ନୁହଁ। ଜାଣିଛୁ ତ, ତା ବାପା ମା ଘରୁ ବାହାର କରିଦେଇଛନ୍ତି। କାହିଁ ସେ ମଦୁଆର ସାଙ୍ଗରେ ଏମିତି ନସର ପସର ହଉଛୁ, ମତେ କିଛି ବୁଝା ପଡୁନି। ଯଦି ତୁ ଭଲରେ ରହିବା ପାଇଁ ଚାହୁଁଛୁ ନା, ସେ ମିକୁନା ସାଙ୍ଗରେ ସାଙ୍ଗ ହେବେ ଛାଡ଼ିଦେ। ତାକୁ ଯେମିତି ଆଉ ଦେଖା ନ କରୁ, ନହେଲେ ତୋର ଏକ୍ସଟ୍ରା କ୍ଲାସ, ଗ୍ରୁପ ଷ୍ଟଡି ସବୁ କିଛି ଛଡେଇଦେବି। କଣ୍ଢେଇ ଆଉ ମାଆକୁ କିଛି ହେଲେ ଉତ୍ତର ଫେରାଇନି। ସେଇଠୁ ବାହାରି ସେ ନିଜ କ୍ଲାସ୍ କରିବା ପାଇଁ ବାହାରି ଯାଏ। ସେପଟେ କଣ୍ଢେଇ ଯାଇ ସିଧା ମିକୁନା ପାଖରେ ପହଞ୍ଚେ। ମିକୁନା ସେତେବେଳେ ଗୋଟେ ବାରରେ ଥାଏ। ଆଜି ତ ମୁଁ ମା ହାତରେ ଧରା ପଡୁ ପଡୁ ବଞ୍ଚିଗଲି, ନହେଲେ ମୋର ଯେ ଅବସ୍ଥା କଣ ହେଇଥାନ୍ତା ସେ ଭଗବାନଙ୍କୁ ଜଣା। ଆଉ ଏମିତିରେ ବି ଆଉ କେତେ ଦିନ ମୁଁ ତମକୁ ଲୁଚି ଛପି ଏମିତି ଦେଖା କରୁଥିଲି? ମା ତ ସବୁ କଥା ଜାଣିଗଲେଣି, ମତେ ବହୁତ ରାଗୁଥିଲେ। ତମେ ଏଇ ମଦ ପିଇବା ଅଭ୍ୟାସ ଟିକେ କମ କରିଦଉନ? ହଁ ହଁ, ମୁଁ ମଦ ପିଇବା ଅଭ୍ୟାସ ପୁରା କମ କରିଦେଲିଣି। ଆଉ ମୁଁ ମଦ ଅଧିକ ପିଉନି। ହେଲେ ଏବେ ମୋ ପାଖରେ କିଛି ହେଲେ ଟଙ୍କା ନାହିଁ। ତମ ପାଖରେ ଯଦି କିଛି ଟଙ୍କା ଅଛି, ଦୟାକରି ମତେ ଟିକେ ଦେଇଦିଅ, ନହେଲେ ତ ମୁଁ ଆଜି ଭୋକରେ ମରିଯିବି। ନା ନା ନା, ତମେ କି କଥା କହୁଛ? ମୁଁ ଥାଉ ଥାଉ ତମକୁ ଟଙ୍କାର ଅଭାବ ହବ? କଣ୍ଢେଇ ମିକୁନା ହାତକୁ କିଛି ଟଙ୍କା ବଢ଼େଇ ଦିଏ ଆଉ ମିକୁନା ଫଟାଫଟ ଟଙ୍କା ନେଇଯାଏ। ମିକୁନା ଖୁବ୍ ବଦମାସ ପିଲା ଥିଲା। ସେ ସବୁବେଳେ କଣ୍ଢେଇକୁ ଠକି ଠାକି ଟଙ୍କା ନେଇଯାଏ। ଆଉ କଣ୍ଢେଇ ଯଦି ବାହାଘର କଥା ଉଠାଏ, ହେଲେ ଏପଟୁ ସେପଟୁ କହି ତାକୁ ଭୁଲେଇ ଦିଏ। କଣ୍ଢେଇ ମିକୁନାକୁ ପଇସା ଦେଇ ଦେଇ ସେଇଠୁ ସେ ବାହାରି ଚାଲିଯାଏ। କଣ୍ଢେଇର ବାପା ଥିଲେ ଜଣେ ବଡ଼ ବିଜନେସମ୍ୟାନ୍। ସେଇଥିପାଇଁ ତାଙ୍କ ଘରେ ଟଙ୍କା ପଇସାର ଅଭାବ ନଥିଲା। ଘରେ ବଢିଲା ଝିଅ ରହିଛି, ବାହାଘର ବୟସ ହେଇଗଲାଣି, ହେଲେ ମୁଁ ଦେଖୁଛି ତମର ଟିକେ ହେଲେ ଚିନ୍ତା ନାହିଁ। କୋଉଠି ଗୋଟେ ଭଲ ପ୍ରସ୍ତାବ ଦେଖିଲେ କଣ୍ଢେଇର ବାହାଘର କରେଇଥାନ୍ତେ। ଆରେ ଭାଗ୍ୟବାନ, ତମେ ଏତେ କଥା ଆଉ ଚିନ୍ତା କରିବା ଦରକାର ନାହିଁ। କାଲି ମତେ ମିଶ୍ର ବାବୁ ଦେଖା ହେଇଥିଲେ। କହୁଥିଲେ ଆସନ୍ତାକାଲି ଆମ କଣ୍ଢେଇକୁ ଦେଖିବା ପାଇଁ ଆସିବେ। ତମେ କଣ୍ଢେଇକୁ କହିବ ସେ ଘରେ ରହିବ କହି, ହେଲା? ମିଶ୍ରବାବୁ ତାଙ୍କ ସ୍ତ୍ରୀ ପୁଅକୁ ଧରି ଆସି କଣ୍ଢେଇ ଘରେ ପହଞ୍ଚି ଯାଆନ୍ତି। ଝିଅ ଆମର ବହୁତ ପସନ୍ଦ ହେଇଛି। ତମେ ଯଦି ରାଜି ହେବ, ହେଲେ 15 ଦିନ ଭିତରେ ବାହାଘର ଆମେ ଠିକ କରିଦେବା। ଆଲୋ ମା କଣ୍ଢେଇ, ତୋ ପାଇଁ ନା ବହୁତ ବଡ ଘରେ ପ୍ରସ୍ତାବ ଆସିଛି। ଏ ପିଲା ହେଲା ସାଇ, ସେ ଦୁବାଇରେ କାମ କରେ। ଏଇଠି ଛୁଟିରେ ଆସିଛି। ଛୁଟିରେ ତ ବାହାଘର ହେଇଗଲେ ସେ ତତେ ବି ସାଙ୍ଗରେ ନେଇ ଦୁବାଇ ଚାଲିଯିବ। ତତେ ଏମିତି ପ୍ରସ୍ତାବ ଆଉ ମିଳିବନି। ଆପଣମାନେ ମତେ କ୍ଷମା କରିଦେବେ, ତା ବାହାଘର ହେଇସାରିଛି। ମୁଁ ଆଉ ଦ୍ୱିତୀୟ ବିବାହ କେମିତି କରିବି? ଚୁପ୍ କର କଣ୍ଢେଇ, କାହା ଘରେ କଣ କଥାବାର୍ତ୍ତା କରୁଛୁ ତତେ କଣ କିଛି ଜଣା ପଡୁଛି? ଭଉଣୀ, ସେ କିଛି ନୁହଁ, ସେ ଏମିତି କହିଦଉଛି। ମୁଁ ପରା ତା ମା, ମୁଁ ଜାଣିଛି ତାର ବାହାଘର କିଛି ହେଲେ ହେଇନି। ଆଣ୍ଟି, ଏବେ ମୁଁ ଗୋଟେ ମାସ ପାଇଁ ଇଣ୍ଡିଆରେ ଅଛି। ଆପଣମାନେ ଯଦି ଚାହିଁବେ
କଣ୍ଢେଇର ବାହାଘର ପାଇଁ ହେଲେ ମତେ ଖବର ଦେବେ। ଆମେ ଯେତେ ଜଲ୍ଦି ହେବ ବାହାଘର ସାରିଦେବା। ଏବେ ଆମେ ଯାଉଛୁ। ପିଣ୍ଡା ଘର ଲୋକ ସେଇଠୁ ଚାଲିଯିବା ପରେ କଣ୍ଢେଇର ମା କଣ୍ଢେଇକୁ ପୁରା ରାଗିବାକୁ ଲାଗନ୍ତି। ଆମେ କଣ୍ଢେଇ, ତୋ ମୁଣ୍ଡରେ ଟିକେ ହେଲେ ବୁଦ୍ଧି ଅଛି ନା ନାଇଁ? ଆଜି ସବୁ ପିଣ୍ଡା ଘର ସାମ୍ନାରେ ମୋ ମୁଣ୍ଡ ତୁ ତଳକୁ କରିଦେଲୁ। ତୁ କଣ ଭାବିଛୁ ମୁକୁନା ଏତେ ଭଲ? କାଲି ମୁଁ ପରିବା ଆଣିବାକୁ ଯାଇଥିଲି ବେଳେ ପରିବା ହାଟରେ ମଦକୁ ଗଡୁଥିଲା। ତାକୁ ଭିକାରୀ ଭଳିଆ ବି ଦେଖନ୍ତିନି। ତୁ ଯେ କଣ ଏମିତି ବାଇ ହେଉଛୁ ମୁଁ ତ କିଛି ହେଲେ ବୁଝିପାରୁନି। ମନେ ରଖ କଣ୍ଢେଇ, ତୁ ଯଦି ମିକୁନା ସାଙ୍ଗରେ ରହିବୁ ନା କେବେ ହେଲେ ଜୀବନରେ ଶାନ୍ତିରେ ରହିପାରିବୁନି। ତାମାନେ କଣ ନା ତମେ ମତେ ଅଭିଶାପ ଦଉଛ? ମୁଁ କେବେ ଶାନ୍ତିରେ ରହିବିନି, ସୁଖରେ ରହିବିନି କହି? ଶୁଣ କଣ୍ଢେଇ, ମୁଁ ହେଲି ତୋ ମା, ଆଉ ମୁଁ ତତେ କେବେ ହେଲେ ଅଭିଶାପ ଦେଇ ପାରିବିନି, ଏଇଟା ମନେ ରଖିବୁ। ହେଲେ ମୋ ଝିଅ ଯଦି ଖରାପ ବାଟରେ ଯିବ ନା ତାକୁ କେମିତି ଆୟତ୍ତ କରି ସିଧା ବାଟକୁ ଆଣିବାକୁ ହେବ ସେ କଥା ମତେ ଭଲ ଭାବରେ ଜଣା। ଏଥର କଣ୍ଢେଇର ମା କଣ୍ଢେଇକୁ ନେଇ କଣ୍ଢେଇର ରୁମ୍ ଭିତରେ ଛାଡ଼ି ଦିଅନ୍ତି ଆଉ ବାହାରୁ କବାଟ ଦେଇ ଦିଅନ୍ତି। ସେପଟେ ରାତିରେ ଖାଇବା ପାଇଁ କଣ୍ଢେଇକୁ ଡାକି ଆସନ୍ତି। ଦେଖନ୍ତି ତ ରୁମ୍ ଭିତରେ ଆଉ କଣ୍ଢେଇ ନାହିଁ। ଏହା ଦେଖି କଣ୍ଢେଇର ମାର ଦେହ ବହୁତ ଖରାପ ହେଇଯାଏ। ଶୁଣୁଛ, ତମେ ଯାହା କରୁଛ କର, କିନ୍ତୁ ମୋ ଝିଅ କଣ୍ଢେଇକୁ ଖୋଜି ଆଣ। ସେ ମିକୁନାଟା ଜମାରୁ ଭଲ ନୁହଁ। ମୁଁ ଜାଣିଛି ମତେ ତମକୁ ଆଗରୁ ଏସବୁ କଥା କହିବାର ଥିଲା, ହେଲେ ମୁଁ ତମକୁ ଜଣେଇ ନଥିଲି। ମୋର ଭୁଲ ହେଇଗଲା। ତମେ ଦୟାକରି ମୋ ଝିଅକୁ ଆଣିଦିଅ। ତମେ ଜମାରୁ ବ୍ୟସ୍ତ ହୁଅନି। ମୁଁ ମୋ ଝିଅ କଣ୍ଢେଇକୁ ଭଲ ଭାବରେ ଜାଣିଛି। ସେ ଆମ ପାଖକୁ ଫେରି ଆସିବ। ତମେ ଜଲ୍ଦି ସୁସ୍ଥ ହେଇଯାଅ। ସେପଟେ କଣ୍ଢେଇ ଯାଇ ମିକୁନା ପାଖରେ ପହଞ୍ଚିଯାଏ। ସେତେବେଳେ ରାତି ହେଇଥାଏ। ମିକୁ, ମୁଁ ତମକୁ ବହୁତ ଭଲ ପାଏ, ଆଉ ତମ ପାଇଁ ଆଜି ମୁଁ ଘର ଛାଡି ଆସିଛି। ଚାଲ ଆମେ କାଲି ସକାଳୁ ସକାଳୁ ମନ୍ଦିରରେ ବାହା ହେଇ ପଡିବା, ନହେଲେ ମୋ ଘର ଲୋକ ମୋ ବାହାଘର ଆଉ କେଉଁଠି କରିଦେବେ। ଏବେ କଣ୍ଢେଇ, ମୋ ପାଖରେ ତ ଟଙ୍କା ପଇସା କିଛି ହେଲେ ନାହିଁ। ମୁଁ କେମିତି ତମକୁ ବାହା ହେବି ଆଉ କେଉଁଠି ନେଇ ରଖିବି? ତମେ ଚିନ୍ତା କରନି, ମୁଁ ଆସିଲା ବେଳେ ଗହଣା କିଛି ପିନ୍ଧି ଆସିଛି, ଆଉ ମୋ କାର ବି ସାଙ୍ଗରେ ଆଣିଛି। ତମେ ଏଇ ସବୁ ଜିନିଷକୁ ବିକ୍ରି କରିଦିଅ, ତାପରେ ଆମେ ବାହା ହେଇ ନୂଆ ସଂସାର କରିବା। ହଉ ଠିକ ଅଛି। ଏବେ ତମର ଗହଣା ତକ ଖାଲି ମତେ ଦେଇଦିଅ। କଣ୍ଢେଇ ମିକୁନାର କଥା ଶୁଣି ନିଜ ଗହଣା ସବୁକୁ ବେକରୁ ଖୋଲିବାକୁ ଲାଗେ। ୟାପରେ ଗହଣା ତକ କାଢ଼ି ମିକୁନା ହାତକୁ ବଢ଼େଇ ଦିଏ। ସେପଟେ ମିକୁନା କଣ୍ଢେଇକୁ ନେଇ ଗୋଟେ ହୋଟେଲରେ ରଖିଦିଏ। ଆଚ୍ଛା କଣ୍ଢେଇ, ମୁଁ ଯାଉଛି ସେ ଗହଣା ପତ୍ର ଆଉ ତମ କାରଟାକୁ ବିକ୍ରି କରି ଟଙ୍କା ନେଇ ଆସିବି। ସେତିକି ଯାଏଁ ତମେ ଏ ହୋଟେଲରେ ଥାଅ। କାଲି ଆମେ ବାହାଘର ପାଇଁ ସପିଂ କରିବା। ତାପରେ ପୁରା ଧୁମଧାମରେ ଆମର ବାହାଘର ହବ। ଠିକ ଅଛି ମିକୁ, ତମେ ଜଲ୍ଦି ଯାଅ ଆଉ ଜଲ୍ଦି ଫେରିବ। ମୁଁ ତମ ଅପେକ୍ଷାରେ ଏଇ ହୋଟେଲରେ ରହିଲି। ଏଥର ମିକୁନା ସେ ହୋଟେଲ ରୁମ୍ରୁ ବାହାରି ଚାଲିଯାଏ। ସକାଳୁ ସକାଳୁ ଆସି ହୋଟେଲର ମ୍ୟାନେଜର ସେଇଠି ପହଞ୍ଚି ଯାଆନ୍ତି। କଣ ମ୍ୟାଡାମ, ଖାଲି ଫ୍ରିରେ କଣ ହୋଟେଲରେ ରହିବାକୁ ମିଳିଯିବ? ସେଥିପାଇଁ ତ ତମକୁ ଟଙ୍କା ଦେବାକୁ ପଡିବ ନା। ଜଲ୍ଦି ଟଙ୍କା ଦିଅ, ନହେଲେ ଏଇ ରୁମ୍ ଛାଡ। ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁନି, ସେ ବାହାରକୁ ଯାଇଛନ୍ତି। ଟଙ୍କା ନେଇ ଆସିଲେ ସେ ଦେଇଦେବେ। କଣ କହିଲ? ସେ ମଦୁଆ ମିକୁନା ଆସି ଟଙ୍କା ଦେବ? ସେ ପରା ମାସକୁ ଗୋଟେ ଲେଖାଏଁ ଝିଅ ଆଣି ଏମିତି ଛାଡି ଯାଉଛି। କହୁଛି କଣ ନା ମୁଁ ତାଙ୍କୁ ବାହା ହେବି କହି, ଆଉ ଧକ୍କା ଦେଇ ଟଙ୍କା ପଇସା ସବୁ କିଛି ଲୁଟି ନେଇ ଯାଉଛି। ତମ ସାଙ୍ଗରେ ବି ଏମିତି କିଛି ନିହାତି ଭାବେ ହେଇଥିବ। ଭାଇ, ମିକୁ ମତେ କହିଥିଲା କାଲି ସକାଳେ ଆମେ ସପିଂ କରିବା କହି, ହେଲେ ଏବେ ଯାଇ ଫେରିନି। ମୋ ପାଖରେ ଫୋନ ବି ନାହିଁ। ଦୟାକରି ତମେ ତମର ଟିକେ ଫୋନରେ ଦିଅ, ମୁଁ ମୋ ବାପାଙ୍କୁ ଫୋନ କରେ। ସେ ଆସି ଟଙ୍କା ତକ ଦେଇଯିବେ। ବାପା,
ମୁଁ କଣ୍ଢେଇ କହୁଛି। ମିକୁ ମତେ ଠକି ଦେଇ ଚାଲିଗଲେ ବାପା। ମୁଁ ଏ ହୋଟେଲରେ ଅଛି, ଆଉ ହୋଟେଲରେ ପଇସା ନଦେଲେ ସେମାନେ ମତେ ଛାଡ଼ିବେନି। ଆଲୋ ମା କଣ୍ଢେଇ, ତୁ ଜମାରୁ ବ୍ୟସ୍ତ ହବୁନି ମା। ମୁଁ ଏଇ ଅଳ୍ପ ସମୟ ଭିତରେ ଯାଇ ପହଞ୍ଚୁଛି ହେଲା। ୟାପରେ କଣ୍ଢେଇର ବାପା କଣ୍ଢେଇକୁ ଧରି ନିଜ ଘରକୁ ଫେରନ୍ତି। ଏଇ ନିଅ, ମୁଁ କହିଥିଲି ନା ତମ ଝିଅକୁ ସୁରକ୍ଷିତ ଆଣିବି କହି। ମାଣ୍ଡ କଣ୍ଢେଇ, ତୁ ଆସିଗଲୁ ମା। ତୁ କେମିତି ଘର ଛାଡ଼ି ଚାଲିଗଲୁ? ତତେ ନ ଦେଖି ମୋ ଦେହ ପୁରା ଖରାପ ହେଇଗଲା। ତତେ ଯଦି ସାଇ ସାଙ୍ଗରେ ବାହାଘର ହେବାର ନଥିଲା, ତୁ ମତେ ମନା କରିପାରିଥାନ୍ତୁ। ଏଇ କଥା ପାଇଁ ମା ଘର ଛାଡ଼ି ଯାଆନ୍ତି? ମା, ମତେ କ୍ଷମା କରିଦିଅନ୍ତୁ ମା। ମୋର ବହୁତ ବଡ ଭୁଲ ହେଇଗଲା। ଆଉ ତମରି ପାଇଁ ଆଜି ମୁଁ ସେ ମିକୁନାକୁ ଭଲ ଭାବରେ ଚିହ୍ନି ପାରୁନି। ମା, ତମେ ଯୋଉଠି କହିବ ମୁଁ ସେଇଠି ବାହାରିବି। ଆଉ ଏମିତି ଭୁଲ କେବେ ହେଲେ କରିବିନି। କଣ୍ଢେଇ କରିଥିବା ଭୁଲ ବୁଝିପାରିଲା, ଆଉ ମା କହୁଥିବା କଥାର ମର୍ମକୁ ବି ସେ ଭଲ ଭାବରେ ବୁଝିପାରେ। ରୁନି ଆଉ କୁନି ଥିଲେ ଦି ଭଉଣୀ। କହିବାକୁ ତ ତାଙ୍କ ବାହାଘର ସହରରେ ହେଇଛି, କିନ୍ତୁ ପ୍ରତ୍ୟେକ ରବିବାର ଦିନ ସେମାନେ ନିଜ ବାପ ଘରକୁ ପଳେଇ ଆସନ୍ତି। ରୁନି ଆଉ କୁନିକୁ ଦେଖି ତାଙ୍କ ବାପା ଜମାରୁ ଖୁସି ହେଲେନି। ଅଲଟା ବାପା ମା ମଧ୍ୟରେ ଝଗଡ଼ା ଆରମ୍ଭ ହେଇଯାଏ। ଏସବୁ କଣ ପାଲା ଚାଲିଛି? ପ୍ରତ୍ୟେକ ରବିବାର ଦି ଜଣ ଏଇଠି ମୁହଁ ଉଠେଇ ଚାଲି ଆସୁଛନ୍ତି, ଆଉ ବିଚାରୀ ବହୁଟା ଖଟି ଖଟି ସେପଟେ ମରୁଛି। ହେଇଟା ଦେଖ ଲୋ, ବହୁ ପ୍ରେମ ତ ଖାଲି ଉଛୁଳି ପଡୁଛି। ଆହା, କଣ କହିଦେଲ? ବିଚାରୀ ବହୁ, ବିଚାରୀ ନା ଛେନା ଗୁଡ। ବାପ ଘରୁ ଆସିଲା ବେଳେ ପଳାମୁହିଁ ଗୋଟେ ଯୌତୁକ ବି ଆଣିନି। ସେ ବି ଭିକାରୀ ଘରୁ ବାହା କରିଛ, ତା ଉପରେ କହୁଛ କଣ ସେ ହେଇଛି ବିଚାରୀ। ମୁଁ କେତେ ଆଶା କରିଥିଲି, ସେ ଯଦି ଡାଉରୀରେ ଟଙ୍କା ତକ ଆଣିଥାନ୍ତା, ମୁଁ ମୋ ସାନ ଝିଅକୁ ସେଇ ଟଙ୍କାରେ ବାହାଘର କରେଇ ନଥାନ୍ତି। ବସ୍ ବସ୍ କର ଶାନ୍ତି, ତମେ ଏତେ ଲୋଭୀ ହେଇଯାଉନି। ତମେ ଏତେ ନିର୍ଦ୍ଦୟୀ କେମିତି ହେଇପାରୁଛ? ତମେ ପରା ଗୋଟେ ନାରୀ, ଆଉ ତମେ ନିଜେ ନିଜ ବହୁକୁ ଏତେ ନିର୍ଯାତନା କେମିତି ଦେଇପାରୁଛ? ଲୋ ବାପା, ଆଉ ସେତିକି ତମର ବହୁ ପ୍ରେମ ଦେଖାଉ। ଯଦି ଏତେ ବହୁ ପ୍ରେମ ଉଛୁଳି ଯାଉଛି, ଯାଉନ ଯାଇ ତାକୁ ରୋଷେଇ ଘରେ ସାହାଯ୍ୟ କରିଦବ ଟିକେ। ଆଉ ଗୋଟେ କଥା କାନ ଖଣ୍ଡିକି ଶୁଣ, ଆଉ ଗୋଟେ ଦିନ ବି ଆସିକିନା ମୋ ଦି ଝିଅଙ୍କ ନାଁରେ ଖରାପ କଥା କହିବନି, ବୁଝିଲ? ଏବେ ଏଇଠୁ ଚାଲିଯାଅ, ଆମ ମା ଝିଅଙ୍କୁ ଏଇଠି ଛାଡ଼ିଦିଅ। ଇଏ ହେଉଛନ୍ତି ଶାନ୍ତିଙ୍କ ସ୍ୱାମୀ ଜଗୁବାବୁ। ହେଲେ ସ୍ତ୍ରୀ ଆଗରେ କ'ଣ ତାଙ୍କ କଥା ଆଉ ଚଳେ? ସ୍ତ୍ରୀର କଥା ଶୁଣି ସେ ମନ ଦୁଃଖରେ ସେଇଠୁ ବାହାରି ଚାଲିଯାଆନ୍ତି। ଅଲକ୍ଷଣୀଟା ଗଲା କୁଆଡ଼େ? କେତେବେଳେ ମୋ ଝିଅ ଦିଟା ଆସି ପହଞ୍ଚିଲେଣି, ଦେଖିଲା ବେଳେ ସରବତ ଟିକେ ନା ଜଳଖିଆ ଟିକେ କିଛି ହେଲେ ଆଣି ଦଉନି। ଆରେ ଏ ପଡ଼ାମୁହିଁ, ମରିଗଲୁ କି ବଞ୍ଚିଛୁ? କାନ ଦିଟା ବୋଧେ ତୋର କୁଣ୍ଡା ହେଇଗଲାଣି। ମୁଁ ଡାକିଲେ ଆଉ ବୋଧେ ଶୁଭୁନି। ଜଲ୍ଦି ସେ ଖାଇବା ଜିନିଷ ନେଇ ଆସି ପହଞ୍ଚ। ଆରେ ବୋଉ, ଯେତେ ହେଲେ ପରା ସେ ପର ଘର ଝିଅ। ସେ କେଉଁ ଏ ଘରକୁ ନିଜ ମାନି ଚଳିଲେ ତ ହେଲା। ଆହୁରି କହିଦଉଛି ଶୁଣ, ତୋ ଭଳିଆ ଶାଶୁ ପାଇଛି କହି ଏ ଘରେ ସେ ଚଳିଛି। ଆଉ କାହା ଘରେ ଥିଲେ ନା ଆଜିର ତାକୁ ବିଦା କରିସାରନ୍ତି। ଶୁଣ ବୋଉ, ଭାଇ ଏମିତି କଣ ମାରରେ ଆସିବ ସେଠି? ଅଙ୍ଗାର ଖଣ୍ଡେ ଧରି ଆସିଲା। ଶୁଣ, ସେ ପରଘରିକୁ କେବେ ହେଲେ ମୁଣ୍ଡରେ ବସେଇବୁନି, ନହେଲେ ତତେ ଏକାଥରେ ବିଧା ଗଇଠା ଦେଇକି ସେ ଘରୁ ବାହାର କରିବ। ସେ ମିତା ସେପଟେ ରୋଷେଇ ଘରେ ରୋଷେଇ କରିବାରେ ବ୍ୟସ୍ତ ଥାଏ, କିନ୍ତୁ ଏ ତିନି ଜଣ ବାହାରେ ଯେମିତି କଥା ହେଉଥାନ୍ତି, ସବୁ କଥା ତା କାନରେ ବାଜୁଥାଏ। ସେସବୁ ଶୁଣି ସେ ବହୁତ କାନ୍ଦେ। ମିତା ଗୋଟିଏ ଜିନିଷ ବୁଝିପାରେନି, ବାପ ଘରେ ତାକୁ କୁହନ୍ତି ପରଘରି, ହେଲେ ଶ୍ୱଶୁର ଘରେ ବି ତ ତାକୁ କହୁଛନ୍ତି ପରଘରି। ତେବେ ତାର ନିଜର ଘର କହି କେଉଁଟା? ମିତା ଏମିତି ଚିନ୍ତା କରୁ କରୁ ତାର ରୋଷେଇ ବି ସରିଯାଇଥାଏ। ଏଥର ମିତା ରୁନି ଆଉ କୁନି ପାଇଁ ମନପସନ୍ଦର ଖାଇବା ସବୁ ଧରି ପହଞ୍ଚେ। ଭାଉଜ, ଏବେ ଆସୁଛ? ଆମେ ଆସିକି ଅଧା ଘଣ୍ଟା ହେଲାଣି, ଏବେ ଯାଇ ଖାଇବା ଦେଲନି। ଜୋରରେ ଭୋକ ହଉଛି ଜାଣିଛ? ସକାଳୁ କିଛି ଖାଇନି।
ହଉଛି ଏଇ ଯୋଉ ଚଢେଇକି ରଖିଛୁ। କଣ ଆଉ କରିବି, ସବୁ ମୋର ସେଇ ଫଟା କପାଳର ଭାଗ୍ୟ। ପଡାମୁହିଁ ବଡ ବଡ କରି ଦେଖୁଛୁ କଣ? ଏଇଠି ଥାଳିଟା ରଖିଦେଇ ଜଲ୍ଦି ସେ ବାହାରି ଚାଲିଯା। ଭାବୁଛୁ ନା ଆମ ମାନଙ୍କ କଥା ଶୁଣିବୁ? ଆଉ ମୋ ପୁଅ ଆସିଲେ ଆମ ନାଁରେ ତାକୁ ବନେଇଛୁ ନେଇ କହିବୁ ନା। ଜଲ୍ଦି ସେ ଥାଳି ରଖିଦେଇ ଏଇଠୁ ବାହାରି ଚାଲିଯା। ମିତା ଶାଶୁଙ୍କ ଠାରୁ ଏମିତି କଥା ଶୁଣି ଥାଳିଟାକୁ ନେଇ ଟେବୁଲ ଉପରେ ରଖିଦିଏ। ମିତା ଥିଲା ଘରର ବଡ଼ ବୋହୂ, ହେଲେ ତାକୁ ସମସ୍ତେ ଚାକରାଣୀ ଭଳିଆ ଦେଖନ୍ତି। ମିତା କାହାକୁ ହେଲେ ନିଜ ମନ କଥା ଖୋଲି କହିପାରେନି, କାହିଁକି ନା ତା ସ୍ୱାମୀ ସହରରେ ରହୁଥିଲେ ଆଉ ସେ ରହୁଥିଲା ଶାଶୁ ଶ୍ୱଶୁରଙ୍କ ପାଖରେ। ତା ସ୍ୱାମୀ ବିକାଶ ପ୍ରତ୍ୟେକ ଶନିବାର ଦିନ ଆସନ୍ତି, ରବିବାର ରୁହନ୍ତି ଆଉ ସୋମବାର ଦିନ ସକାଳୁ ପୁଣି ଥରେ ଅଫିସକୁ ବାହାରି ଯାଆନ୍ତି। ବିକାଶ ମିତାର ମନ କଥା ବୁଝିପାରେ, ତାକୁ କାନ୍ଦିବାକୁ ବି ମନା କରେ, କୁହେ ଯେ ଏସବୁ କିଛି ଦିନ ପାଇଁ, ଧୀରେ ଧୀରେ ସବୁ କିଛି ଠିକ୍ ହେଇଯିବ, ତମେ ଜମାରୁ ବ୍ୟସ୍ତ ହୁଅନି, ଏମିତି କହି ସେ ତାକୁ ସାନ୍ତ୍ୱନା ଦିଏ। କିନ୍ତୁ ମିତା ମନ ଜମାରୁ ବୁଝେନି। ଆଗରୁ ତ ରୁନି ଆଉ କୁନି ଖାଲି ଆସି ମୋ ନାଁରେ ମାଙ୍କୁ ଶିଖେଇ ଦେଇ ଯାଉଥିଲେ, ହେଲେ ଏଥର ମାଙ୍କ ମନ କଣ ହେଇଛି କେଜାଣି, ସେ ବାପାଙ୍କୁ ଆଉ ମତେ ନେଇ ଯୋଡ଼ିକି କଥା କହୁଛନ୍ତି। ଏଇଟା କେତେ ଖରାପ କଥା କହିଲ ଦେଖି। ଯେତେ ହେଲେ ତମେ ଘରେ ନାହ କହି ମତେ କଣ ଏତେ କଥା ଶୁଣିବାକୁ ପଡିବ? ବୋଉ କାହିଁକି ବୁଝୁନାହାନ୍ତି କେଜାଣି। ମିତା, ତମେ ଜମାରୁ କାନ୍ଦନି, ମୁଁ ମାଙ୍କ ସହିତ କଥା ହେବି। ମା ମନରୁ ଯେବେ ଯାଇ ଯାଇନି ତମେ ପର ଘର ଝିଅ ନୁହଁ, ବରଂ ତାରି ଝିଅ କହି ସେତେ ଯାଇ ତା ମନରେ ଏମିତି ହିଁ ରହିବ। ହେଲେ ମୁଁ ତମକୁ କଥା ଦଉଛି, ଦେଖିବ ଦିନେ ନା ଦିନେ ମା ତମକୁ ଝିଅ ବୋଲି ନିହାତି ଭାବେ ମାନିବ। ବିକାଶ ମିତାକୁ ସାନ୍ତ୍ୱନା ଦିଏ ଆଉ ଚୁପ୍ ହେବାକୁ କୁହେ। ତାପରେ ସୋମବାର ଦିନ ସେ ବାହାରି ନିଜ ଡ୍ୟୁଟିକୁ ଚାଲିଯାଏ। ଆଜି ହେଉଛି ରବିବାର। ରୁଲି ଆଉ କୁନି କ'ଣ ତାଙ୍କ ଘରେ ରୁହନ୍ତି? ସେମାନେ ସିଧା ଆସି ବାପ ଘରେ ପହଞ୍ଚି ଯାଆନ୍ତି। ହେଲେ ଏଥର 3 ଜଣ ଯାଇ ତାଙ୍କ ମା ରୁମ୍ରେ ବସିଥାନ୍ତି। ଏତିକି ବେଳେ ରୁଲି ଖଣ୍ଡେ ହୀରା ମୁଦି ବାହାର କରି ଦେଖାଏ। ଆଲୋ ନାନୀ, ମୁଦିଟା କେତେ ସୁନ୍ଦର ହେଇଛି, ତୁ ମତେ ଏଇଟା ଦବୁ? ଚୁପ୍ କର, ମାଗିବା ଆଦତଟା ତୋର ଏବେ ବି ଯାଇନି। ଆରେ ମୂର୍ଖ, ଏଇଟା ପରା ତ ଜିଜୁ ଆମ ଏନିଭର୍ସରୀ ଦିନ ମତେ ଗିଫ୍ଟ କରିଛନ୍ତି। କହିଲା କଣ ମତେ ଦେବୁ? ଖାଇବୁ ଗୋଟେ ପାହାର, ବୁଝିଲୁ? ବୋଉଲ ଦେଖ, ତୋ ଜ୍ୱାଇଁ ପୁଅ ଦେଇଛନ୍ତି, କେମିତି ହେଇଛି? ରୁଲି ସମସ୍ତଙ୍କୁ ଏମିତି ନିଜର ହୀରା ମୁଦି ଦେଖାଉଥିବା ସମୟରେ ମିତା ଆସି ସେଇଠି ପହଞ୍ଚିଯାଏ। ବୋଉ, ଖାଇବା କେତେବେଳେ ବନିଗଲାଣି, ଥଣ୍ଡା ହେଇଯିବ, ଚାଲନ୍ତୁ ସମସ୍ତେ ଖାଇ ନେବେ। ଦେଖିବୁ ଦେଖିବୁ ବୋଉ, ଏମିତି ଶୁଣୁଥିଲା, ଦିଦି ଯେମିତି ହୀରା ମୁଦିଟା ବାହାର କରିଛି ଝାମ୍ପି ନେବ ଭଳିଆ ଚାଲି ଆସିଥିଲା। ଆମକୁ ଭାବରେ ନେବ, ନାହିଁ। ବିଚାରୀ ମିତା ଆଉ କିଛି ହେଲେ କହିପାରେନି, ମନ ଦୁଃଖରେ ରୁମ୍ରୁ ବାହାରି ଚାଲିଯାଏ। ସେପଟେ ମିତାର ଶ୍ୱଶୁରଙ୍କ ଦେହ ଭଲ ନଥାଏ, ସେଇଥିପାଇଁ ସେ ସିଡ଼ି ଘରେ ଶୋଇଥାନ୍ତି। ଏତିକି ବେଳେ ମିତା ତାଙ୍କ ପାଇଁ ଖାଇବା ଧରି ଆସେ। ମିତାର ଶ୍ୱଶୁର ଖାଇବା ଆଣି ଦେଇଥିବା ଦେଖି ଉଠି ବସନ୍ତି। ବୋହୁମା, ସତରେ ତୁମର କେତେ ସେବା କରୁଛୁ, ଯତ୍ନ ନେଉଛୁ। ଦେଖୁନୁ, କେହି ହେଲେ ପଚାରିବାକୁ ବି ଆସୁନାହାନ୍ତି। ସକାଳୁ ଆସି ଦିନ 2 ପହର ହେଲାଣି, ହେଲେ ଖାଇଛି କି ନାହିଁ କେହି ହେଲେ ପଚାରୁନାହାନ୍ତି। ମିତାର ଶ୍ୱଶୁର ମିତାକୁ ଏମିତି କହୁଥିବା ସମୟରେ ତା ଶାଶୁ ପଛ ଆଡୁ ପଳେଇ ଆସନ୍ତି। ଆରେ ରେ ରେ, ଶ୍ୱଶୁର ବୋହୂ ତମେ ଏଇଠି ପାଲା ଚଲେଇଛ ନା? ସରମ ଲାଗୁନି ତମମାନଙ୍କୁ? ଆଗରୁ ତ ଯାହା ହଉଥିଲ, ଏବେ ଆସି ଦାଣ୍ଡ ଘରେ ବି ପାଲା ଦେଖେଇଲ। ମିତାର ଶାଶୁ ମିତାକୁ ରାଗି ଚାଲିଥାନ୍ତି। ସେପଟେ ରୁଲି ବି ଆସି ସେଇଠି ପହଞ୍ଚିଯାଏ। ଭାଉଜ, ତମକୁ ଲାଜ ଲାଗୁନି? ମୋ ହୀରା ମୁଦିରେ ତୁମେ ଚରେଇ ନେଇଗଲ। ତମର ସାହସ ବହୁତ ବଢିଗଲାଣି ଦେଖୁଛି। କୌଣସି ମୁଦି ଚୋରି କରିନି, ଗଲାବେଳେ ତ ତମେ 3 ଜଣ ସେଇଠି ଥିଲ, ମୁଁ ତ ଖାଲି ଖାଇବା ପାଇଁ ଡାକିଦେଇ ପଳେଇ ଆସିଲି, ହେଲେ ମୁଦି କେତେବେଳେ ଚୋରି କଲି? ଏମିତି କଥା ଦୟାକରି କୁହନି ରୁଲି।
ଆଜି ରବିବାର ଥିବାରୁ ବିକାଶର ଛୁଟି ଥିଲା। ବିକାଶ ଘରେ ଥିଲା, ସେଇଥିପାଇଁ ଏଇ ସବୁ କଥା ଶୁଣିପାରିଲା। ସେ ସଙ୍ଗେ ସଙ୍ଗେ ଆସି ସେଇଠି ପହଞ୍ଚିଯାଏ। ରୁନି, ତୁ କଣ ଭୁଲି ଯାଉଛୁ? ସେ ତ ଭାଉଜ ବୋଲି। ଏମିତି କଥା ତୁ କେମିତି କହିପାରୁଛୁ? ଯଦି ତମମାନଙ୍କୁ ଲାଗୁଛି ମୋ ସ୍ତ୍ରୀ ଚରଣୀ କହି, ଚରିତ୍ରହୀନ କହି, ହେଲେ ମୁଁ ତାକୁ ଆଜି ଏ ଘରୁ ବାହାର କରି ନେଇଯିବି। ହେଇଟି ତମେ ଆଉ ବଗ ଭଳିଆ ସେ ଉପରେ କାହିଁ ବସିଛ? ଯାଉନ, ତୁମ ପୁଅ ବୋହୂ ପରା ଘରୁ ବାହାରିକି ଯାଉଛନ୍ତି। ତମେ କଣ ତାଙ୍କ ସାଙ୍ଗରେ ଆଉ ଯିବନି? ଛି ଛି ଶାନ୍ତି, ତମ ମୁହଁରେ ଟିକେ ହେଲେ ଲାଜ ନାହିଁ। ଦୟାକରି ଭଗବାନଙ୍କୁ ତ ଟିକେ ଡର। ତମେ କେମିତି କଣ କଥା କହୁଛ ଟିକେ ହେଲେ ଜାଣିପାରୁଛ? ଆଲୋ ବୋହୂ, ମୁଁ ତ ବାପାକୁ କଥା ଦେଇଥିଲି ବୋହୂ ନେଇକି ଯାଉଛି, ହେଲେ ଝିଅ କରି ରଖିବି କହି। ହେଲେ ମା ମୁଁ ସେ କଥା ରଖିପାରିଲିନି। ଦୟାକରି ତୁ ମୋ ପୁଅ ସହିତ ବାହାରି ଯାଇ ସଂସାର କର। ଏ ଘରେ ତୁ ଆଉ ଚଳି ପାରିବୁନି। ବିକାଶ ନିଜ ସ୍ତ୍ରୀକୁ ନେଇ ଘରୁ ବାହାରି ଯିବା ପାଇଁ ରେଡି ହୁଏ। ପଛ କରିଥିବା ସମୟରେ ଶାନ୍ତି ଦେବୀ କିଛି କହିବାକୁ ଚାହୁଁଥିଲେ, କିନ୍ତୁ ହଠାତ୍ ସେ ଚେତାଶୂନ୍ୟ ହେଇ ସେଇଠି ତଳେ ପଡ଼ିଯାଆନ୍ତି। ଆଉ ସଙ୍ଗେ ସଙ୍ଗେ ବିକାଶ ଆଉ ମିତା ଦୌଡ଼ି ଆସନ୍ତି। ଶାନ୍ତି ଦେବୀଙ୍କୁ ଆମ୍ବୁଲାନ୍ସ ଡକେଇ ହସ୍ପିଟାଲକୁ ନିଆହୁଏ। ହସ୍ପିଟାଲରେ ପହଞ୍ଚିଲା ବେଳେ ଜଣାପଡ଼େ ଯେ ତାଙ୍କୁ ହାର୍ଟ ଆଟାକ୍ ହେଇଛି ବୋଲି। ତାପରେ ତାଙ୍କର ସର୍ଜରୀ ହୁଏ। ଆଉ କିଛି ଦିନ ପରେ ସେ ସୁସ୍ଥ ହେଇ ଘରକୁ ଫେରି ଆସନ୍ତି। ବୋଉ, ତୁ ତ ଭଲ ହେଇଗଲୁଣି। ମୁଁ ଆଉ ମିତା ଯାଉଛୁ। ଦେଖିଲୁ ବୋଉ, ମୁଁ କହୁଥିଲି ନା ପରଘରେ ଦିନେ ନା ଦିନେ ଘର ଭାଙ୍ଗିବ କହି। ଦେଖ, ପୁଅକୁ ଶିଖେଇକି କେମିତି ଏବେ ବାହାରେ ଯାଇ ଆରାମସେ ରହିବ, ଆଉ ତୁ ଏଇଠି ଖଟି ଖଟି କରିବୁ। ହଁ କୁନି, ତୁ ଠିକ୍ କହିଲୁ। ଇଏ ତ ହେଲା ପର ଘରି, ହେଲେ ଏ ପର ଘରି ଝିଅଟା କାହିଁ ମୋ ଜୀବନ ବଞ୍ଚାଉଥିଲା? ତମେ ତ ଥିଲ ମୋର ନିଜର, ହେଲେ ତମେ ଦି ଜଣ କାହିଁ ମତେ ଦେଖାଦେଲନି? କୁନି, ତୁ ପରା ଯାଇଥିଲୁ ତୋ ସ୍ୱାମୀ ସହିତ ଜାଗା କିଣିବାକୁ। ଆଉ ରୁଲି, ତୁ ଯାଇଥିଲୁ ପରା ତୋର ଗହଣା କିଣିବାକୁ। ସେତେବେଳେ ମାର ଯେତେବେଳେ ଟଙ୍କା ଦରକାର ହେଲା, ତମମାନଙ୍କ ପାଖରେ ପଇସା ନଥିଲା, ହେଲେ ସେସବୁ କରିବା ପାଇଁ ବହୁତ ଟଙ୍କା ଥିଲା। ଏବେ ମୁଁ ଠିକ୍ ବୁଝିପାରୁଛି କିଏ ହେଉଛି ପର ଆଉ କିଏ ନିଜର। ଆଲୋ ରୁଲି ଆଉ କୁନି, କାନ ଖୋଲିକି ଶୁଣ। ମୋ ଘର ଭାଙ୍ଗନି, ଯାଇ ନିଜ ଘର ସଜାଡ଼, ଆଉ ଦିନେ ଯେମିତି ଏଇଠି ନ ଆସ। ମାଙ୍କ ପାଖରୁ ଏମିତି କଥା ଶୁଣି ରୁଲି ଆଉ କୁନି ତ ଏକା ବେଳେ ନିଜ ଘରକୁ ଛୋ। ଆଲୋ ଏ ପଡ଼ା ମୁହିଁ, ଯଦି ତତେ ଘର ଛାଡ଼ି ଯିବାର ହିଁ ଥିଲା, ମୋ ଜୀବନଟା କାହିଁ ବଞ୍ଚେଇକି ଆଣୁଥିଲୁ? ଏବେ ତୁ ଗଲା ପରେ ତ ମୁଁ ଏକା କାମ କରି କରି ମରିବି, ଆଉ କ'ଣ ବଞ୍ଚିବି? ତୁ ମୋ ବୋହୂ ନୁହଁ ଲୋ ମା। ତୁ ଆଜି ପାଖରୁ ହେଲୁ ମୋ ଝିଅ, ଆଉ ତୁ ହେଲୁ ମୋ ନିଜର ଝିଅ।